ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନ ହରିଡ଼ାବାଡ଼ି ଗ୍ରାମ ନିକଟସ୍ଥ ଜାତୀୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ ଦଶପଲ୍ଲା ସତ୍ସଙ୍ଗ ବିହାର ପରିସରରେ ଆସନ୍ତାକାଲି ଅର୍ଥାତ୍ 14/12/2025 ରବିବାର ଦିନ ପରମ ଦୟାଲ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁଗୁଳ ଚନ୍ଦ୍ରଙ୍କର ପ୍ରଥମ ବାର୍ଷିକୀ ଶ୍ରୀମନ୍ଦିର ଉଦ୍ବୋଧନ ସ୍ମୃତି ମହୋତ୍ସବ ତଥା 29ତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହେବ। ଏ ଅବସରରେ ସମସ୍ତେ ଶ୍ରୀ ଶ୍ରୀ ଠାକୁର ଅନୁଗୁଳ ଚନ୍ଦ୍ରଙ୍କର ଅମୀୟ ଆଶିଷରେ ସ୍ନାତ ହୋଇ ଉଦ୍ବୋଧନ ସ୍ମୃତି ଉତ୍ସବକୁ ସାଫଲ୍ୟମଣ୍ଡିତ କରିବା ସହ ନିଜ ଜୀବନକୁ ସରସ ସୁନ୍ଦର ଓ ମଧୁମୟ କରି ଗଢ଼ି ତୋଳିବା। ଆମେ ସମସ୍ତେ ଅବଗତ ଯେ ରକ୍ତଦାନ ମହାପୁଣ୍ୟ, ରକ୍ତଦାନ ଠାରୁ ମହତ ଦାନ ଆଉ କିଛି ବି ନଥାଏ। କାରଣ ବିନ୍ଦୁଏ ରକ୍ତ ମଧ୍ୟ ଅନ୍ୟ ଜଣେ ଗରିବ ଅସହାୟ ଲୋକର ଜୀବନ ବଞ୍ଚାଇ ଦେଇଥାଏ। ଏଣୁ ଏହାକୁ ଦୃଷ୍ଟିରେ ରଖି ଏହି ଶ୍ରୀମନ୍ଦିର ଉଦ୍ବୋଧନ ଉତ୍ସବ ପାଳନ ଅବସରରେ ଦଶପଲ୍ଲା ସତ୍ସଙ୍ଗ ବିହାର ଉତ୍ସବ ପରିଚାଳନା କମିଟି ଏକ ସ୍ୱଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରିଛି। ଆସନ୍ତାକାଲି ଅର୍ଥାତ୍ ରବିବାର ପୂର୍ବାହ୍ନ 10 ଘଣ୍ଟିକା ଠାରୁ ଆରମ୍ଭ ହୋଇ ଅପରାହ୍ନ 2 ଘଣ୍ଟିକା ପର୍ଯ୍ୟନ୍ତ ଏହି ରକ୍ତଦାନ ଶିବିର ଚାଲୁ ରହିବ ବୋଲି ସୂଚନା ମିଳିଛି। ଏଣୁ ଯଥାସମ୍ଭବ ସହୃଦୟ ବ୍ୟକ୍ତି ଏହି ମହତ କାର୍ଯ୍ୟରେ ଯୋଗ ଦେଇ ସ୍ୱଚ୍ଛାକୃତ ଭାବରେ ରକ୍ତଦାନ କରି ଶତ ପୁଣ୍ୟର ଅଧିକାରୀ ହେବା ସହ ପ୍ରଭୁ ପରମ ଦୟାଲଙ୍କ କୃପା ଲାଭ କରିବା ପାଇଁ ଉତ୍ସବ କମିଟି ତରଫରୁ ସମସ୍ତଙ୍କୁ ନିବେଦନ କରାଯାଇଛି। ନୟାଗଡ଼ରୁ ଜିତୁନ କୁମାର ମହାପାତ୍ରଙ୍କ ସହ ସଦାଶିବ ପାତ୍ରଙ୍କ ରିପୋର୍ଟ, ଲିଭ୍ ଲାଇଭ୍ ଓଡ଼ିଆ।